ଜୟଗୁରୁ ସମସ୍ତଙ୍କୁ। ଆଜିର ଇଷ୍ଟ ପ୍ରସଙ୍ଗ ହେଉଛି ସାମର୍ଥ୍ୟ ନଥିଲେ କି ଭାବରେ ଇଷ୍ଟବୁଦ୍ଧି କରିବ। ଆଲୋଚନା କରିବା ପୂର୍ବ ରେଫରେନ୍ସ କରି ରଖେ। ଆଲୋଚନା ପ୍ରସଙ୍ଗ 19 ଖଣ୍ଡ 1/5/1950ରେ ଏହି ପ୍ରସଙ୍ଗଟି ଉଦ୍ଧୃତ। ଶ୍ରୀ ଶ୍ରୀ ଠାକୁର ଜଣେ ଭାଇ ପ୍ରଶ୍ନ କରିଛନ୍ତି, ସାମର୍ଥ୍ୟ ଯଦି ନଥାଏ ତେବେ କି ଭାବରେ ଇଷ୍ଟବୁଦ୍ଧି କରିବ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ପ୍ରୟୋଜନ ହେଲେ ଭିକ୍ଷା କରି କରିବ, ନହେଲେ ଫୁଲ ଜଳ ଯାହା ଜୁଟିବ ତା ଦେହି କରିପାର। ତେବେ ନିଜେ ଯଦି ଅନ୍ୟ ଜଳ ଗ୍ରହଣ କର, ଇଷ୍ଟଙ୍କ ପାଇଁ ଭଜାନୁକଳ୍ପେ ଯାହା ପାର ନିବେଦନ କରିବ ହିଁ, ଯୋଗ୍ୟତାକୁ କେତେବେଳେ ମଧ୍ୟ ଫାଙ୍କି ଦିଅ ନାହିଁ। ତାହେଲେ ଆମେ ଏଠୁ ଜାଣିଲେ, ଯଦି ଆମେ ନିଜେ ଭଲରେ ଥାଇ ଏସବୁ ଜିନିଷ ଆମେ ଦେଇପାରିବା ନାହିଁ ଠାକୁରଙ୍କୁ, ଯଦି ଆମର ସେଇଭଳି ପରିସ୍ଥିତି ଥାଏ ତାହେଲେ ଦେଇପାରିବା। ପରିଶେଷରେ ସମସ୍ତଙ୍କୁ ଜୟଗୁରୁ। ବନ୍ଦେ ପୁରୁଷୋତ୍ତମ।